ପିଲାଙ୍କ ଭବିଷ୍ୟତ ସହ ଖେଳ ସ୍କୁଲ ବହିରେ 1678ଟି ଭୁଲ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାର ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଚକିତ କଲା ଭଳି ଭୁଲର ସମାରୋହ। ରାଜ୍ୟର ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ପ୍ରାୟ 1678ଟି ତଥ୍ୟଗତ ଓ ମୁଦ୍ରଣ ଜନିତ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମୁଦ୍ରିତ ହୋଇଥିବା ଏହି ବହିଗୁଡ଼ିକ ଏବେ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଭଳି ରହିଛି ଏହି ସାଂଘାତିକ ଭୁଲ ସବୁ? ଏହି ପାଠ୍ୟ ପୁସ୍ତକରେ ଥିବା କିଛି ତ୍ରୁଟି ଅତ୍ୟନ୍ତ ହାସ୍ୟାସ୍ପଦ ହେବା ସହ ତଥ୍ୟଗତ ଭାବରେ ସମ୍ପୂର୍ଣ୍ଣ ଭୁଲ। କିଛି ପ୍ରମୁଖ ଉଦାହରଣ ହେଲା ଭୌଗୋଳିକ ଭୁଲ। ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଓଡ଼ିଶାର ପ୍ରସିଦ୍ଧ ନିୟମଗିରି ପାହାଡ଼କୁ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥିତ ବୋଲି ଦର୍ଶାଯାଇଅଛି। ଚିତ୍ରରେ ତ୍ରୁଟି ମଧ୍ୟ ରହିଛି। ସପ୍ତମ ଶ୍ରେଣୀ ବହିରେ ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ଛପାଯାଇଅଛି। ତଥ୍ୟରେ ବିଭ୍ରାଟ ଭୁଲ। ପଞ୍ଚମ ଶ୍ରେଣୀର ଆମ ବିଚିତ୍ର ବିଶ୍ୱ ବହିରେ ଗଞ୍ଜାମ ଜିଲ୍ଲା ବଦଳରେ ବ୍ରହ୍ମପୁର ଜିଲ୍ଲାର ହୁମା ଲୁଣମରା କେନ୍ଦ୍ର ବିଷୟରେ ଉଲ୍ଲେଖ ରହିଛି। ଅର୍ଥ ଓ ଦାୟିତ୍ୱହୀନତାର କାହାଣୀ। ଆର୍ଥିକ ବ୍ୟୟ ପ୍ରାୟ 2,98,00,000 ବହି ପ୍ରସ୍ତୁତ ପାଇଁ 2 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମୁଦ୍ରଣ ପାଇଁ ଆଉ 45ରୁ 50 କୋଟି ଟଙ୍କା ବ୍ୟୟ ହୋଇଛି। ଏତେ ବଡ଼ ପରିମାଣର ଅର୍ଥ ବ୍ୟୟ ପରେ ମଧ୍ୟ ଏଭଳି ସାଧାରଣ ଭୁଲ ରହିବା ପ୍ରଶାସନିକ ଦାୟିତ୍ୱହୀନତାର ପରିଚୟ ଦେଉଛି। ଏହା ସହିତ ବିଳମ୍ବିତ ବଣ୍ଟନ ମଧ୍ୟ ଏକ ପ୍ରମୁଖ କାରଣ। ଖରା ଛୁଟି ଶେଷ ହେବାକୁ ବସିଥିଲେ ମଧ୍ୟ ଏଯାବତ ସମସ୍ତ ପିଲାଙ୍କୁ ବହି ମିଳିନଥିବା ଅଭିଯୋଗ ହୋଇଛି। ଅଭିଭାବକ ଓ ସଚେତନତା ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଦାୟିତ୍ୱହୀନତାକୁ ନେଇ ଅଭିଭାବକ ମହଲରେ ଗମ୍ଭୀର କ୍ଷୋଭ ପ୍ରକାଶ ପାଇଛି। ଭୁଲ ତଥ୍ୟ ଭରା ବହି ପଢି ପିଲାମାନେ କେଉଁ ପ୍ରକାରର ଜ୍ଞାନ ଅର୍ଜନ କରିବେ ତାହା ମଧ୍ୟ ଏଠି ବଡ଼ ପ୍ରଶ୍ନ। ଏସିଆରଟି ଦ୍ୱାରା ପ୍ରକାଶିତ ଏହି ବହିଗୁଡ଼ିକ ସଠିକତା ନେଇ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଶିକ୍ଷାର ମାନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପିଲାଙ୍କ ଭବିଷ୍ୟତ ସହ ଏଭଳି ଖେଳକୁ କେହି ଗ୍ରହଣ କରିପାରୁନାହାନ୍ତି ବୋଲି ଏହା ମଧ୍ୟ ଅଭିଯୋଗ କରିଛନ୍ତି। ଯଦି ଆପଣଙ୍କୁ ଆମ ଭିଡିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲନ୍ତୁ ନାହିଁ।